ଆଜିଠୁ ହିତାଧିକାରୀଙ୍କ ପାଇଁ ଖୋଲିବ ରାସନ କାର୍ଡ ପୋର୍ଟାଲ। ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ତ କ'ଣ ରହିଛି ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ ନୂଆ ଅପଡେଟ୍, ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତା ପୂର୍ବରୁ ଆପଣମାନଙ୍କୁ କହିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓକୁ ଲାଇକ୍ ବି କରିଦିଅନ୍ତୁ। ଯଦି ଫେସବୁକରୁ ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ପ୍ରୋଫାଇଲକୁ ଫଲୋ କରିଦେବେ। ଆଜିଠୁ ହିତାଧିକାରୀଙ୍କ ପାଇଁ ଖୋଲିବ ରାସନ ପୋର୍ଟାଲ। ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ରାସନ କାର୍ଡରୁ ବାଦ ପଡ଼ିଥିବା ଆବେଦନକାରୀମାନଙ୍କ ପାଇଁ ବଡ଼ ସୁଯୋଗ। ଆଜିଠୁ ଖୋଲିବ ରାସନ ପୋର୍ଟାଲ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ଯେଉଁମାନେ ସାମିଲ ହୋଇନଥିଲେ ସେମାନେ ରାସନ କାର୍ଡ ପାଇଁ ଆବେଦନ କରିପାରିବେ। ସରକାରଙ୍କ ତରଫରୁ ସର୍ଭେ ପ୍ରକ୍ରିୟା ଜାରି ହେବ। ଏପର୍ଯ୍ୟନ୍ତ ତାଲିକାରୁ ମୋଟ 4 ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନ କାର୍ଡ କଟାଗଲାଣି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଅତୀତର ତ୍ରୁଟିକୁ ସଂଶୋଧନ କରାଯିବ। ଏନେଇ ସମ୍ପୂର୍ଣ୍ଣ ସର୍ଭେ କରାଯିବ, ଯାହାଦ୍ୱାରା ଅଯୋଗ୍ୟ ପ୍ରବେଶଗୁଡ଼ିକୁ ଦୂର କରାଯାଇପାରିବ। ଏହି କାରଣ ପାଇଁ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ରହିବ। ଏହିମାନଙ୍କର କଟିବ ରାସନ କାର୍ଡ। ଇକେୱାଇସି ଯାଞ୍ଚ ମାଧ୍ୟମରେ ତାଲିକାରୁ ମୋଟ 4 ଲକ୍ଷ ବ୍ୟକ୍ତିଙ୍କୁ ବାଦ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର ଅନୁରୋଧ ପରେ କିଛି ଚାକିରିଆମାନେ ସେମାନଙ୍କ ରାସନ କାର୍ଡ ଫେରାଇଛନ୍ତି। ଯେଉଁମାନଙ୍କର ପ୍ରକୃତରେ ଭଲ ଆୟ ଅଛି ସର୍ଭେ କରାଯାଇ ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ। ପୋର୍ଟାଲ ଖୋଲିବାର ଉଦ୍ଦେଶ୍ୟ ମନ୍ତ୍ରୀ କହିଛନ୍ତି ଯେ ଶନିବାର ଅର୍ଥାତ୍ ମାର୍ଚ୍ଚ 1 ତାରିଖରୁ ଆବେଦନକାରୀମାନଙ୍କ ପାଇଁ ଅନଲାଇନ୍ ପୋର୍ଟାଲ ଉପଲବ୍ଧ କରାଯିବ। ଏହା ଥିଲା ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ ବଡ଼ ସୂଚନା।